ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ ବାବୁ। ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ ପ୍ରଦୀପ୍ତ ଦାସଙ୍କ ଘର ସମେତ ଅଫିସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଏଥିରେ 2 ଜଣ ଆଡିସନାଲ ଏସପି, 4 ଜଣ ଡିଏସପି, 7 ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ମିଶାଇ 30 ଜଣ ଚଢ଼ାଉରେ ସାମିଲ ହୋଇଛନ୍ତି। ଏନେଇ 6ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି। ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ ବାସଭବନ, ପୈତୃକ ଘର ଖନ୍ତାପଡ଼ା ସ୍ଥିତ ବାସଭବନ, ଶେରଗଡ଼ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ନୀଳଗିରି ସ୍ଥିତ କାହାଳିଆ ସମ୍ପର୍କୀୟଙ୍କ ଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ 6ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ 47 ସ୍କୋୟାର ଫୁଟ ଅଙ୍ଗାରଗଡ଼ିଆ ସ୍ଥିତ 3 ମହଲା ବିଶିଷ୍ଟ ଘର, 4000 ସ୍କୋୟାର ଫୁଟ ଶେରଗଡ଼ ସ୍ଥିତ 1 କୋଟି ଟଙ୍କାର ମାର୍କେଟ କମ୍ପ୍ଲେକ୍ସ, ବାଲେଶ୍ୱର ସହରରେ 6ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି। ଏହା ସହିତ ବିଭିନ୍ନ ବ୍ୟାଙ୍କରେ ଜମା ଟଙ୍କା, ଇନ୍ସୁରାନ୍ସ ସମ୍ବନ୍ଧୀୟ କାଗଜପତ୍ର ଓ 2ଟି 2 ଚକିଆ ଯାନ ଥିବାର ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ନରହରି ନାୟକ। ସୂଚନା ଦେବା ସହ ଅଧିକ ତଦନ୍ତ ଚାଲିଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି।